বুঝিল জগু ভাই কি আইডিয়া লগাইল বা চান্দা মাগিବାକୁ ଆଉ କୁଆଡ଼େ ଯିବାକୁ ପଡ଼ିବନି ଆମକୁ। ଆରେ ଇଏ ତ କିଛି ନୁହଁ, ମୋ ଶୈତାନୀ ଦିମାଗରେ ଏମିତି ଆଉ କେତେ କେତେ ଆଇଡ଼ିଆ ଅଛି। ତୁମେ ଖାଲି ଦେଖି ଚାଲ ମୁଁ କ'ଣ କରୁଛି। ଶଳା ବର୍ଷାଟାରେ ତଳି ରହି ରହି ବିଲରେ ଜର ଥଣ୍ଡା ଧରି ପକେଇଛି। 50 ଟଙ୍କାର ଔଷଧ ନେବାକୁ ଆଇଥିଲି ଯେ 500 ଟଙ୍କା ଚାନ୍ଦା ଦେଇ ସାରିଲେଣି। ଆରେ ଇଏ କ'ଣ ଗୋଟେ କଞ୍ଚା ବାଉଁଶଟା ଏ ରାସ୍ତା ମଝିରେ କ'ଣ ପାଇଁ ପକେଇଛ? ଏ ରାସ୍ତା ଛାଡ଼ୁନ କ'ଣ ପାଇଁ କି? ରାସ୍ତା ପଛେ ଚଢ଼ା ହେବ, ଆଗ ଚାନ୍ଦା ବାହାର କର। ଚାନ୍ଦା? କି ଚାନ୍ଦା? ଆରେ ସକାଳଟାରୁ 2 କିଲୋମିଟର ଚାଲି ଚାଲିକି 4ଟା ଜାଗାରେ ଚାନ୍ଦା ଦେଇକି ଆଇଲେଣି। ଏଠି ପୁଣି ଇଏ କି ପ୍ରକାର ଚାନ୍ଦା? କି ଚାନ୍ଦା ମାନେ? ପୂଜା ଚାନ୍ଦା, ଗଣେଶ ପୂଜା ଚାନ୍ଦା? ଆରେ ଇଏ କ'ଣ ଏଇଟା ପୂଜା ଚାନ୍ଦା ନା କ୍ଲବ୍ ପାର୍ଟି? ଶଳା ପ୍ରତି 2 କିଲୋମିଟର 2.5 କିଲୋମିଟର ଗୋଟେ ଲେଖା ହେଉଛି। ସିଏ ସବୁ ଆମେ କିଛି ଜାଣିନୁ, ଆମକୁ ଚାନ୍ଦା ନଦେଲେ ବାଉଁଶ ଉଠିବ ନାହିଁ। ଏଇ ବାଉଁଶକୁ ଓପାଡ଼ିକି ତାକୁ 2 କଣ୍ଠ କରି ତୁମ ଦିଟାକୁ ଏମିତି ବାଡ଼େଇବି ଯେ ତୁମ ବୋପା ମା ଭାବିବେ ଏଭଳିଆ ଛୁଆ ଜନ୍ମ କରିବା ଅପେକ୍ଷା ବରଂ ଘାସୁ ହେଇଯିବା ଭଲ। ଆମେ କ'ଣ ନିଜ ପାଇଁକି ମାଗୁଛୁ, ଠାକୁରଙ୍କ ପାଇଁ ମାଗୁଛୁ। ଆରେ ଠାକୁର ପୂଜା କରିବାକୁ ଯଦି ଏତେ ଭକ୍ତି ନିଜ ଘରେ କରୁନା, ପଦାରେ ଏଠି ଯାତ୍ରା କାମ ପାଇଁ କରୁଛ? ଏଇଟା ପୂଜା ନା ପାର୍ଟି? ଆରେ ଠାକୁରଙ୍କୁ ଆମେ ଦେଖିନଥିଲୁ ନା ଚିହ୍ନି ନଥିଲୁ, ତମେ ଆମକୁ ଦେଖାଉଛ? ଶଳା ଗଣେଶ ପୂଜା ସରିଲାଣି 4 ଦିନ ହେଲାଣି, ଆଜି ଯାଏଁ ତୁମ ପୂଜା ସରୁନାହିଁ କି ପାର୍ଟି ସରୁନାହିଁ କି ଚାନ୍ଦା ଆଦାୟ ସରୁନାହିଁ। ଆରେ ଏଇଆକୁ କ'ଣ ପୂଜା କୁହାଯାଏ? ପୂଜାଟାରେ ଯଦି ଗୋଟେ ସୋର ଶବ୍ଦ ନ ହେବ ତାହେଲେ କ'ଣ ଭଲ ଲାଗିବ? ହଁ, ଠାକୁର ତ ତୁମର ଗୋଟେ ମାଙ୍କଡ଼। ସୋର ଶବ୍ଦ କରି ତାଙ୍କୁ ଆବାହନ କଲେ ସିଏ ଆସିବେ, ନହେଲେ କ'ଣ ଆସିବେ ନାହିଁ? ତୁମର ଯଦି ଏତେ ଭକ୍ତି ତାହେଲେ ଘରେ ଗୋଟେ ଛୋଟିଆ ମୂର୍ତ୍ତି ରଖି ପୂଜା କରୁନ, ସବୁଦିନେ ପୂଜା କର। ଆଉ ବାକି ତୁମେ ଭଲରେ ମୋତେ ବାଟ ଛାଡ଼ିବ ନା ମୁଁ ଖରାପ ଆଡ଼କୁ ଗତି କରିବି? ଏତେ ବାଟ ଆଇଲଣି ଯେତେବେଳେ କିଛିଟା ଦେଇଦେଇ ଯାଅ। ପାନ ଗୋଟୁଆ ଖଇନି କିଛି ଖାଉନଥିବ, ସେଥିରେ ପଇସା ଖର୍ଚ୍ଚ ହେଉନାହିଁ ତୁମର। ଏଇଠି ଚାନ୍ଦା ଦେଇଦେଲେ ପଇସା ପଳେଇବ। ପାଖରେ ତ ଆଠେଣିଟାଏ ନାହିଁ, ପାନ ଖାଇବି ନା ବାଳ? ମୋର ଯାହା କହିବା କଥା ମୁଁ କହିସାରିଲିଣି। ବାକି ତୁମେ ମାନିଲେ ବାଳରୁ, ନ ମାନିଲେ